ଆଜିର ମଣିଷର ପ୍ରକୃତି, ସେ ଯେଉଁ ଭୁଲ ନିଜେ କରିବ ସେଇଟା ତାକୁ ଠିକ୍ ଲାଗିବ, ଆଉ ସେଇ ଭୁଲ ଯଦି ଅନ୍ୟ କେହି କରେ ସେଇଟା ତା ନଜରରେ ଭୁଲ ହୋଇଯିବ। କ'ଣ ସାଙ୍ଗମାନେ ଠିକ୍ ତ? ନିଜ ଅର୍ଜିତ ଅର୍ଥରୁ ଯଦି ଗୋଟିଏ ଟଙ୍କା ବି ଅନ୍ୟର ଉପକାରରେ ନ ଲାଗିଲା ତେବେ ତାହାର ମୂଲ୍ୟ କିଛି ନଥାଏ। କାହିଁକି ନା ନିଜ ପାଇଁ ବଞ୍ଚିବାରେ ଥାଏ ସ୍ୱାର୍ଥପରତା, କିନ୍ତୁ ଅନ୍ୟ ପାଇଁ ବଞ୍ଚିବାରେ ଥାଏ ମହାନତା। ତେଣୁ କେବେ ବି କାହାକୁ ନିଶ୍ଚୟ ସହାୟତାର ହାତ ଟିକିଏ ବି ବଢ଼େଇ ଦିଅନ୍ତୁ। ସାଙ୍ଗମାନେ, ନଦୀର ପାଣି ମିଠା କାରଣ ସିଏ ସମସ୍ତଙ୍କୁ ଦାନ କରିଥାଏ। ସମୁଦ୍ର ପାଣି ଲୁଣିଆ କାରଣ ସିଏ ନଦୀ ପାଣିକୁ ଶୋଷଣ କରିଥାଏ। କାଦୁଅ ଓ ନର୍ଦ୍ଦମାର ପାଣି ଦୁର୍ଗନ୍ଧ କାରଣ ପାଣି ଗୋଟିଏ ଜାଗାରେ ଜମି ରହିଥାଏ। ଠିକ୍ ସେହିପରି ଯିଏ ଦାନ କରେ ତା ସ୍ୱଭାବ ନଦୀ ପରି ମିଠା ହୋଇଥାଏ। ଯିଏ ଅନ୍ୟଠାରୁ ଶୋଷଣ କରିଥାଏ ତା ସ୍ୱଭାବ ସମୁଦ୍ର ପରି ଲୁଣିଆ ହୋଇଥାଏ। ଆଉ ଯିଏ କିଛି କାମ ନ କରି ଅଳସୁଆ ପରି ଘରେ ବସି ରହିଥାଏ ସେ କାଦୁଅ ନର୍ଦ୍ଦମା ପରି ଦୁର୍ଗନ୍ଧମୟ ହୋଇଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ପାଦରେ ଜୋତା ଥିଲେ ଯେମିତି କଣ୍ଟା ଫୁଟି ପାରିବ ନାହିଁ, ଠିକ୍ ସେମିତି ବାପା ମାଆଙ୍କ ଆଶୀର୍ବାଦ ମୁଣ୍ଡ ଉପରେ ଥିଲେ ଦୁନିଆରେ ଯେତେ ବଡ଼ ବିପଦ ଆସୁନା କାହିଁକି ଆପଣଙ୍କ ଛାଇ ବି ଆପଣଙ୍କୁ ଛୁଇଁ ପାରିବ ନାହିଁ। ତେଣୁ ସବୁବେଳେ ବାପା ମାଆଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ବାପା ମାଆଙ୍କ ଆଶୀର୍ବାଦ ପାଇବା ପାଇଁ ଚେଷ୍ଟା କରନ୍ତୁ। ଆଉ ବାପା ମାଆଙ୍କ ମନରେ କେବେ ବି ଦୁଃଖ ଦିଅନ୍ତୁ ନାହିଁ କିମ୍ବା ତାଙ୍କ ଆଖିରେ ଟୋପାଏ ଲୁହ ବି ଆସିବାକୁ ଦିଅନ୍ତୁ ନାହିଁ। ନଚେତ୍ ଆପଣଙ୍କ ଜୀବନରେ ଆପଣ କେବେ ବି ସଫଳତା ପାଇପାରିବେ ନାହିଁ। ସବୁବେଳେ ଆପଣ ଦୁଃଖରେ ରହିବେ। କ'ଣ ସାଙ୍ଗମାନେ ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ।